তোর মুখে নাহি লজ্জা, তোর মুখে নাহি লজ্জা, কবুতর প্রেমী দাদা তোর মুখে নাহি লজ্জা। আচ্ছা বল দেখো মহাপ্রভু এক নারী বল দেখো আর নারী কোন দিক যারা যৌবন দেখো আর যৌবন ঠিক আর জন্ম করে বাবা দেখো এমন জন্ম সময়ে আকা মা দর্শনকে হে তুই যাও না মানে কাই কি রাখছ না নাহি 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 ସେ କଣ କହିଲା ଜାଣିଛୁ? ଆଲୋ ଗୋଟିଏ ଝିଅ ମା ଦାଣ୍ଡର ଭିକାରୀ ହେଲେ ଚଳିବ, ସବୁ ଖୋଜିଲେ ମିଳିବ, ଗୋଟିଏ ପଦାର୍ଥ ଝିଅ ଯଦି ହରେଇ ଦିଏ ସେ ଜିନିଷ ମିଳିବନି। ନା କଣ ମିଳିବନି? କଣ ପାଇପାରିବ, କଣ ଦେଇପାରିବ, କଣ ଖୋଜିଲେ ମିଳିପାରିବ ନାହିଁ। ଭସ୍ମାନଂ ସୁଜିତେ କାଶ আচ্ছা আচ্ছা ତାଙ୍କର ମମଲେନ ସୁଜିତ ରଜୁଷା ସୁଜିତେ ନାରୀ ମାନ ବେଦ୍ରନ ସୁଜିତ। আচ্ছা ପିତ୍ତଳ ଯଦି 10 ବର୍ଷ ରଖିଥିବ, ପାଉଁଶ ଯଦି ଟିକେ ଲଗେଇଦବ ଆଜ୍ଞା ତାକୁ ତେଜ ଆଉଥରେ ସେ ପଳେଇ ଆସିବ। ତମ୍ବା ଯଦି 10 ବର୍ଷ ଥିବ ମଧ୍ୟ ଯଦି ତାକୁ ଖଟା ଟିକେ ଲଗେଇଦବ ସବୁ ପ୍ରକାର ତେଜ ପଳେଇ ଆସିବ। ଗୋଟିଏ ଜିନିଷ ହଜିଗଲେ ଫେରି ପାଇବନି, ଛାଡ଼ିଦେଲା ପରେ ଆଉ ମଧ୍ୟ ଖୋଜିଲେ ମିଳିବନି। ମାନ ମନୁଷ୍ୟର ସମ୍ମାନ, ମନୁଷ୍ୟ ନାରୀ ଯଦି ଥରେ ଯଦି ତା ସମ୍ମାନ ହରାଇ ଯାଇଛି ତାହେଲେ ସେ କେତେ ଖୋଜିଲେ ମଧ୍ୟ ମିଳିବ ମା। ତୁ କହିଲ ଭୀତି ପାଇଁ ବୋଲି ମଣିମା ମହାପ୍ରଭୁ ତମେ ପିଲାକୁ ରଖ ଏ ଭାଇ কাই হয় আহে মোরাণ পুরাণ ধন আজি রাজি হইল হে মোরাণ পুরাণ ধন আজি রাজি হইল হে মোরাণ পুরাণ ধন। সাউন্ড আজি রাজি হইল হে মোরাণ পুরাণ ধন আজি রাজি হইল হে মোরাণ পুরাণ ধন। আজি রাজি হইল হে আহিল
রাখিনু হো তু দয়ালু রাখিনু হো তু দয়ালু আসিছি এ বাল্য কালু লা 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 ପିଲାଟି ଲଜ୍ଜା ଫଟାଇ କହିଲା ପିତି ପାଇଁ ଆସିଛି ବୋଲି ଆପଣ ପ୍ରୀତି ଦାନ କରନ୍ତୁ ଆଗେ ଘନ କାଳେ ବିଜୁଳି ସମ ଘନ କାଳେ ବିଜୁଳି ସମ ଦିଶେ ମୋରା ମାବଦନ କରିବାକୁ ଇଚ୍ଛା ଥିଲେ ମହାପ୍ରଭୁ ହରିବାକୁ ଇଚ୍ଛା ଥିଲେ ହରିବାକୁ ଇଚ୍ଛା ଥିଲେ ହର ସେ ବି ହରିବ ହେ ମୋରାଣ ପରାଣ ଧନ ଆଜି ରାଜି ହୋଇଯ ହେ ମୋରାଣ ଆସିବା କଥା ହେଇପାରିବୁନି ପଳା ତ କପାଳ ଫାଟିଗଲା ଲୋ ଝିଅ ତୋର ଭାଇ ଲାଗା ଜାଣିଲ ବସୁନାହାନ୍ତି ବସନ୍ତୁ ଯଦି ଶୁଣିବା କପାଳ ଫାଟିଗଲା ତୋର ଭାଇ ଲାଗା ଜାଣିଲ ସେ କଥା ସେ କଥା ଆଲୋ ମୋର ଉଚୁକି ଗାଲିରେ ପଡ଼ିଲା ଦଶାଲୋ ଥିରି ଥିରି ବରସା ମୋର ମାଣ୍ଡୁରି ଗାଲିରେ ପଡ଼ିଲା ଦଶା ଥିରି ଥିରି ବରସା मते कहलु नानी ताकू कहलु हो जाचिला मना चेन्नई कोडी किलो मना स्वाद जाची मचाली केते कहली
ମତେ କହିଲା ତମେ ବୁଢା ହେଇଗଲ ସମସ୍ତେ ଶୁଣିଛ ଭାବୁ ଓଡ଼ିଆ ଭାଷା କହିଲା ତମେ ବୁଢା ହେଇଗଲ ଇଂଲିଶ ମାନେ କଥା ନିଜେ ଡେଟ୍ ନା ତୋ ଝିଅ ବାପା ମାନେ କଥାକୁ ମାନିବ ନାହିଁ ନାନୀ ଆଚ୍ଛା ବସ ଟିକେ ବସ ବୟସ ଥିଲା ତମେ ଇଚ୍ଛାରେ ତା ବଳ ବୟସ ସରିଗଲେ ତା ପରିଚିତ କଣ ହେବ ଏ ନାଟକ ଦେଖିବାକୁ କହୁଛି ଇଏ କହିଥିଲା ତାକୁ ହୁଅନ୍ତା ନାହିଁ ଆଲୋ ମା ଆଲୋ ଏ ତୁ ଯେଉଁ ପୁରୁଷକୁ ମା ଆଶା କରିଥିଲୁ ଆଲୋ ଝିଅ ଯେଉଁ ପୁରୁଷକୁ ମା ଆଶା କରିଥିଲୁ ଏଡି ଆକୁ ଦେଖିଲେ ଚିକଣ ଚାଖିଲେ କଷା ଧୀରେ ଧୀରେ ବର୍ଷା ମୋର ମାଣ୍ଡୋରି ଗାଲିର ପଡ଼ିଲା ଦଶା ଧୀରେ ଧୀରେ ଆମର ଘର ଦ୍ୱାର ନାହିଁ ମୋ ଘରେ ଘର ଅଛି ଆମର ଘର ନାହିଁ ତମର ଘର ଅଛି କାହିଁ ତମେ ଜନ୍ମ ହେଲେ କୋଉଠି ଆମର ଜନ୍ମ ହେଇଛି ନାଇଁ ନାଇଁ ତମେ ତ କହିଲ ମୋର ଘର ଅଛି କାହିଁ ତମ ମା ତମକୁ କୋଉଠି ଜନ୍ମ କଲା ତମେ ଜାଣି ତମ ମା ତମକୁ ଗୋଟେ ବଣ ଭିତରେ ସତ ଶୂନ୍ୟ ପର୍ବତରେ ଗୋଟେ ରଟା ମିଳେ ତମକୁ ଜନ୍ମ କରୁଛି ଜଙ୍ଗଲି ପିଲା ହ୍ୟାଲୋ ମା ବଣରେ ଜନ୍ମ ହେବା କଥା ପିଲା ଘର କଥା ଜାଣିବ କି ମା ଆଲୋ ଏ ଘରି ପିଲା ଲୋ ଘର ଦ୍ୱାର ନାହିଁ ଆଲୋ ଏ ଜାଣି ପୋଖର ଦେଉ ସାଲୋ ଧୀରେ ଧୀରେ ବର୍ଷା ମୋର ମାଣ୍ଡୁରି ଗାଲିର ପଡ଼ିଲା ଦଶା ଧୀରେ ଧୀରେ ବର୍ଷା ମା ଆଲୋ ଏono ପୁରୁଷିଆ ମା ଆମ କଲୁ ଆଶା କଣ ହେଲା ପୁରୁଷିଆ ବଡ଼ ପୁରୁଷ ବଣ ନାହିଁ ତମ ପାଖରେ ପୁରୁଷ ବଣ ଅଛି ନାହିଁ ତମ ପାଖରେ ପୁରୁଷ ବଣ ନାହିଁ କଣ ହେଲା 15 ପରେ 5ଟା ବଣ କାହାକୁ କେତେବେଳେ ମରାଯାଏ କାହା କଥା ମାରୁଛୁ ତମ ପାଖରେ ଗୋଟେ ବାଣର ମଧ୍ୟ କର୍ତ୍ତବ୍ୟ ନାହିଁ କାହିଁକି ଜାଣିଛ ତମ ପାଖରେ ଯଦି 15 ପରେ ବାଣ ଥାନ୍ତା ଏ ନାରୀ ଯଦି ସମ୍ମୁଖ ପାଚା ତାକୁ କେବେ ବି ମଧ୍ୟ ଫେରତ କରିବ ଏଇଠି 15 ପରେ 5ଟା ବାଣ କାହାକୁ କେତେବେଳେ କୋଉ ବାଣ ମାରୁଛି 3-1 ভৌতিক পয়েন্ট রসিকে ঋতু থেকে বিদ্যার্থী চতুর্থ বাণে যোগী পঞ্চম স্তরে স্বরাহা এ পাঁচটা বাণ কুমুদস্য অশ্বকঞ্জ চতুর্থঞ্চ নবমল্লিকা নীলোৎপল পঞ্চতে পঞ্চবাণ সাইকা পাঁচটা ফুলর পাঁচটা বাণ তো দিয়ে নেইছি তিন বলে দরিদ্র খটিকি যে আসুଥିବ ଦିନ ଭରି ତାକୁ 15 ପରେ ଗୋଟିଏ ବାଣ ତାକୁ ଯଦି 2ଟା ବାଣ ମାରିଦେଲେ ସେ ମରିଗଲେ ତା କୁଟୁମ୍ବ ପୋଷି ପାରିବ ସେ ସମ୍ଭାଳି ପାରିବ 3-1 ଭୋଗୀ ପର୍ଯ୍ୟନ୍ତ ସୁଖ ଭୋଗରେ ରହିବା ଲୋକକୁ 2ଟା ବାଣ ରସିକେ ଋତୁ ଅର୍ଦ୍ଧେକେ ରସିକ ବୋଲନ୍ତି କି ଯୁବକ ପିଲାମାନେ ଋତୁ ହଉଛି 6 ହଉଛି 3ଟା ବାଣ 15 ପରେ ରସିକ ପିଲାମାନେ ବିଦ୍ୟାର୍ଥୀ ଚତୁର୍ଥ ବାଣେ ବିଦ୍ୟାବନ୍ତ ଲୋକକୁ 4ଟା ବାଣ ଯୋଗୀ ପଞ୍ଚମ ସ୍ତରରେ ସରା ଯୋଗୀରୁ ସେମାନଙ୍କୁ 5ଟା ବାଣ ଏ ମା ଆଲୋ ଏono ପୁରୁଷିଆଲୋ ଆକୁ କଲୁ ଆଶା ଆଲୋ ଏ ଜାଣିବ କ୍ଷୀର କ୍ଷୀରି ସାଲୋ ଧୀରେ ଧୀରେ ବର୍ଷା ମୋର ମାଣ୍ଡୋରି ଗାଲିର ପଡ଼ିଲା ଦଶା ଧୀରେ ଧୀରେ ବର୍ଷା
তুমি পড়ে যা ଯଦି ହେଲା ତମ ଗୋଡ଼ ହାତ ଧରି କହୁଛୁ ଟିକେ ହାଲିଆ କରିଦିଅ এই তাকে বুড়ারে ডাকে কোন হতো মোর ধর মেহনত করবি କୋଉଟା କରିଦେବୁ ରେ বাগর ତୁ ତାର ଗୋଟେ ଅଛି ଗୋଟେ ନାହିଁ ତୁ ପୁଣି ଆହୁରି ପିଠା ওটা কোন খাও গেল গোট তাপু হালতে না ମା ତମେ ତାଙ୍କ ବ୍ୟତୀତ ଚଳିପାରିବ ସତ କି ମା ହଁ କାନ୍ତ ବିନା ଦିବା ରଜନୀ ସାଜନି କାନ୍ତ ବିନା ଦିବା রজনী সাজনি কোটি যুগা সম হেলাটি রে কান্ত বিনা দিব রজনী সাজনি গ্রহণ করো তুমি গ্রহণ করো আজ্ঞা সুভদ্রা জনে বেশি সুভদ্রা জনে কলঙ্কিনী মা মানে বস নাନ୍ତି মা বস না ঠিয়া হবো ଭଲ ଲାଗୁଥିଲେ ଠିଆ ତମେ ଛିଡ଼ା ହେଲେ ଗୋଡ଼ ଟିକେ କାଟୁଛି ତ ନାଚ ବୁଝିପାରୁନି ଏ ଜଣେ କଲଙ୍କିନୀ জন্ম গ্রহণ করিয়াছেন ଏ ବାନ୍ଧ ନାରୀ ନାରୀ ବାନ୍ଧ পুরুষ বন্ধ ବାପରେ ମୁଁ କହୁଛି ଆଜ୍ଞା କହିଲା ପରେ ପୁରୁଷ ହଉଛି ବାନ୍ଧ আরে ମୁଁ କହୁଛି ସ୍ତ୍ରୀ ବନ୍ଧ ତା ବାପା ଘରୁ ଆଣିଦେଲେ କା ତମକୁ ପାଇଛି ହେଲେ ଆଣିଥାଏ ପୁରୁଷ ହଉଛି ବାନ୍ଧ ମୁଁ କହୁଛି ସ୍ତ୍ରୀ ବନ୍ଧ ବାପା ସମସ୍ତେ କହନ୍ତି ମା ଲୋ ଗୋଟେ ଝିଅ ଯଦି ଶାଶୁ ଘରକୁ ଗଲେ 2 ବର୍ଷ କି 4 ବର୍ଷ ତା ଗର୍ଭରୁ ଯଦି ସନ୍ତାନ ନ ଫଳିଲେ ତାକୁ ନିର୍ଯାତନା ଦଉଛନ୍ତି ଏ ପୁରୁଷ ମାନେ ଏ ଜଣେ ବେଶ୍ୟା ଏ ଜଣେ କଳଙ୍କିନୀ ଏ ଜଣେ 12,000 ନାୟିକା ଶେଷରେ କହୁଛନ୍ତି ଏ ଜଣେ ବାନ୍ଧ ନାରୀ ବାନ୍ଧ পুরুষ বন্ধ ବାବୁ ମୁଁ କହୁଛି ପୁରୁଷ ହଉଛି ବାନ୍ଧ আরে ମୁଁ କହୁଛି ସ୍ତ୍ରୀ ବନ୍ଧ ଶୁଣିଛ
ଶୁଣିଛ କଣ କହୁଛି ନାରୀ ବାନ୍ଧ ନାହିଁ ସଂସାରେ ନାରୀ ବାନ୍ଧ ନାହିଁ ସଂସାରେ ନାରୀ ବାନ୍ଧ ନାହିଁ प्रथमे संसार शून्य शून्य गोटे ब्रह्म पिंडुला से ब्रह्म पिंडुला से मायावी अंडा दी फल है गोटे पुलिंग गोटे जदि ब्रह्म को जो दोष लगुच ये जो त्रिलिंग पुरुष लग आदि अनादि जो भय पक्षे से लगी तमें कौन नारी लौकिक मत बीजकू रखिब घरे बीजकू रखिब घरे अकारी बुणिब बिलरे घरे बिहन धानटा रखिदेबा घरे बिहन धानटा रखिदेबा बिलरे नहीं अकारी पकेबा अच्छा धान गछ हेलानी बोले बिलर दोष ना पकेबा बिलर दोष फाटे काढा जेना बिलर दोष पकेबा लोक दोष ना बिलर दोष एना बिलर दोष फटे जागे आले फटे जो बापा तमे भलो भाबरे चाष करिवार जानिबानी बिहन पकेबार जानिबानी बिलर दोष नाठे बोलिलो ये कोई चाष करो हे बिहन पकाओ तम चाष ठीक तम बिहन ए वर्ष जदि 5 नौती धान हेले भले कि चाष कर 10 नौती आसे हबो तमे चाष करिवार जानिबानी ये कोई चाष करो हे बिहन पकाओ से तो तोड़ू गो बांधिबो पसी सतारे नारी बंध नाही संसारे नारी बंध नाही हे आमर वेद वेदांतरे जहाँ लेखा तम चाष ठीक विहन ठीक ए वर्ष जमी कम होती भले कि पीड़िया पकड़े आउ नौते धान आस चाष कर जानवनी विहन पकेबार जानवनी बिल मन समझ बापा चालको पका अचल चालको पका अचल प्रखर नथिबा बेलरे छोट कथा दी कर खाई नदी में पानी अरे झड़ी बरसारे पानी नदी दी कर खाई आसू आम माछ धरवा जाल पकईदेवा प्रखर पानी में माछ मिल माछ मिलानी बोले जालर दोष ना पकेबार जालर दोष तमको एटा उपमान कथा देख जदि तमे माछ धरिबार अछि प्रखर पानी जाल पकई दो माछ मरिबो सुनिला तमे जदि माछ धरिबार जदि जीवो प्रखर पानी रे जदि जाल पकई दबो कोन करिबो तम सोसा छिरी दिबो हे जाल छिरी दिबो चिकी नहीं पळेबो चिकी नहीं पळेबो तम सोसा छिरी दिबो हे जाल छिरी दिबो से त निन रही
ମୁଁ ତୈଳ ଦାନ ଦୀପ ଯଦି ଆମେ ଚଳିଲା ବେଳକୁ ତୈଳ ଟିକେ ଢାଳିଲେ ଦୀପ ଚଳିବ ଲିଭି ଗଲା ପରେ ଯଦି ଆମେ ତେଲ ଢାଳିବା ଲିଭିବା ଦୀପ କେବେ ଚଳିବ କି ମା ଧୂଆଁ ସିନା ବାହାରିବ ଚଳିବାର ଚାନ୍ସ ନିର୍ବାତ ଦୀପం କିମୁ ତୈଳ ଦାନ ଚୌର ଗୋଟେ ସାବଧାନ ଧନ ସମ୍ପତ୍ତି ଘରେ ରଖିଥିବା ମାରି ମୁଖି ଚେକିରି ବହିଥିବା ଯୋଉ ଦିନ ଘରେ ଚୋର ପଶିଯିବ ଧନ ସମ୍ପତ୍ତି ଗୁଡାକ ନେଇଯିବ ରାତି ପାଇଲେ ବାରିଆ ଠେକା ଧରିବା ବାରିଆ ଚୋରିବା ନେବା ଧନ ଚୋର ଫେରେବ ନେଇ ଦବ ଆଉ ତା ଚାନ୍ସ ମଧ୍ୟ ନାହିଁ ପୟଙ୍ଗ ଦେଖେରୁ ସେ ତୁରନ୍ଧା ପୟଙ୍ଗ କି ପାଣି ଆମେ ବିଲରେ କତି ମାରିଥିବା ପାଣି ଷ୍ଟକ୍ କରିକି ଧାନ ରହିଥିବା ରାତି ପାଇଲା ଯଦି ତଳକୁ ଗଳିଆ ପଡିଗଲା ଆମେ ଯିବା ପୁଣି ଗଳିଆ ମାରିବା ତଳ ପାଣି କଣ ଉପରୁ ଯାଇ ତଳକୁ ତ ଖସିଗଲାଣି ସେଠି ମାମୁ ଏ ମାମୁ ଏ ଯୋଉ ପାଣି କଥା କହିଲ ଏଇଟା ମତେ ସତ ଲାଗୁଥିଲେ କାହିଁକି କହିଲେ ତମେ କହିଲ ଯୋଉ ପାଣି ବନ୍ଧାରେ ରହିବନି କହିଲ ଆମର ଅର୍ଜୁନ 2-3 ଘଣ୍ଟା ଅଛି ଆଜ୍ଞା ଆମ ଅର୍ଜୁନ ଆଜ୍ଞା ସେ କେତେ ପ୍ରତିଭା ଥାଏ ପାଣି ବଢଉଥାଏ କିନ୍ତୁ ପାଣି ରହୁଥାଏ ଆଜ୍ଞା ତମେ କଣ ବୁଦ୍ଧି କଲ ବର୍ଷେ ପାଣି ରହିଗଲା ପାଣି ରହିଗଲା ମାତ୍ର ଜମି ନେଇଗଲା ଯୋଉ ବୟସରେ ସେ କଥା 80 ବର୍ଷର ବୁଢାକୁ ଗୋଟେ 18 ବର୍ଷର ଝିଅଟି ବାହାଘର କରିବ ତାଙ୍କର ଆରେ ରଣା ବୁଲି ବୁଲିଆ ସେ ତମେ ନାଇଁ କରୁଛ ତମକୁ 80 ହେଇଯିବ ବୁଲି ବୁଲିଆ ବାଧ୍ୟ ଆଇବ ଶେଷ ଆଉ କରିପାରିବନି କଣ ଜୋର ପାଇବ ସେତ ମୋଟା ଯୋଉ ବୟସରେ ସେ କଥା ଆପଣ କହିଛି 25 ବର୍ଷ ଆଗ 25 ପିଲା କହିଛି 19 ପିଲା କହିଛି 19 ରୂପକୁ ରୂପ ମିଶିବ ବୟସକୁ ବୟସ ମିଶି ରଖ ତାର ତ ସେ ବାନ୍ଧବୀ ବିଚାର କରୁଛି ଶୁଣ ପ୍ରତ୍ୟେକ ନାରୀ ମାନଙ୍କର କପାଳରେ ଗୋଟିଏ କଥା ଥାଏ ତମ ମାନଙ୍କୁ ଶିଖେଇବ କୋଉ ନାରୀ କୋଉ ଦିନ ରଜବତୀ ହେଲେ କେତେ କେତେ ଝିଅ ମାନେ ତ ସୌଭାଗ୍ୟବତୀ ବୁଲାଇକି ଶେଷ ଦିନ ପର୍ଯ୍ୟନ୍ତ ତା ହାତ ଚୁଡ଼ିକି ଦେଇ ପାରୁନାହାନ୍ତି ସେ ନାରୀ ଜନ୍ମ ପାଉଛନ୍ତି କେତେ କେତେ ମା ମାନେ ପର ହାତ ଧରିଲା ପରେ ବର୍ଷେ କି 2 ବର୍ଷ ଭୋଗ କଲା ପରେ ତା କପାଳ ଫାଟି ଯାଉଛି ସେ ନାରୀ ଏକା ନା ସେ ମାଙ୍କ ଘରେ 10 ଦିନ ମାସ 10 ମାସ 10 ଦିନ ଜନ୍ମେଇଥିଲା ନା ଆରେ ତା କର୍ମ ସେମିତି କାହିଁକି ଆସିଲା ଆ କର୍ମ ଏମିତି କାହିଁକି ଆସେ ଦେଖି କଥାଟା ରହିଛି କେତେ କେତେ ଝିଅ ମାନଙ୍କର ଗର୍ଭରୁ ସନ୍ତାନ ବହୁତ ଫଳୁଛି କେତେ କେତେ ଝିଅ ମାନଙ୍କର ସତ ଚେଷ୍ଟା କଲେ ମଧ୍ୟ ବାନ୍ଧ ହେଇକି ରହୁଛନ୍ତି କୋଉ ଦିନ ନାରୀ ରଜବତୀ ହେଲେ ତାକୁ ବାନ୍ଧ ଦୋଷ ଲାଗିବ କୋଉ ଦିନ ନାରୀ ରଜବତୀ ହେଲେ ସେ ସୌଭାଗ୍ୟବତୀ ବୋଲାଇବ କୋଉ ଦିନ ନାରୀ ରଜବତୀ ହେଲେ ତା ମଥାର ସିନ୍ଦୁର ସବୁଦିନ ପାଇଁ ମା ମାନଙ୍କର ମନ ରହିବା ପାଇଁ କହିଥିଲି କୋଉ ଦିନ ଝିଅ ମାନେ ରଜବତୀ ହେଲେ ତାକୁ କଣ କଣ ଗୁଣ ଆସେ ନାରୀ ହଉଛି 4 ଜାତି ପୁରୁଷ ହଉଛି 4 ଜାତି ନାରୀ ହଉଛି 4 ଜାତି କଣ ଆଜ୍ଞା ନାରୀ 4 ଜାତି ନାରୀ 4 ଜାତି ତୁ ଜାଣିଛୁ କି ନାରୀ 4 ଜାତି ପଢା କହନ୍ତି ଆଜ୍ଞା କାଳି ଗୋରି ଢେଙ୍କି ବାଙ୍ଗି ଅଣ୍ଡା ହେଇଯାଉ काली गोरी डेंगी बांगी अरे तू जानी नहीं मूर्ख नारी 4 जाति अरे पुरुष औषधि 4 जाति हाँ नारी होची हस्तिनी चित्तिनी संखिनी पद्मिनी 4 जाति नारी से 4 जाति नारी के 4 जाति पुरुष आमे पुरुष माने मध्य 4 जाति जने हेला अश्व जाति जने हेला पुष्प जाति जने हेला शस्य जाति जने हेले मृग जाति आमे 4 जाति पुरुष को 4 जाति नारी मात्र का केते केते नारी मानकर पुरुष माने हाथ धरले बलि पूजा सदा सर्वदा होउछन केते केते झियो मानकर हाथ धरले जीवन शेष पर्यंत मध्य तांगर दिने कथा तांगरे पड़िबो नाही हेले ओ दिन रजबती हेले
ଝିଅ ମାନେ ଏ ହସ୍ତିନୀ ନାରୀଟା ବା ଏ ପଦ୍ମିନୀଟା ଏ କେବଳ ସଂକୀର୍ଣ୍ଣଟା ବୋଲି ଆମେ ଜାଣିବା କେମିତି କହିବେ ସାତ ବାରରେ କୋଉ ଦିନ ଝିଅ ମାନେ ରଜ ରଖିଲେ ତାକୁ କୁହାଯାଏ ବାନ୍ଧନା। ଆଚ୍ଛା ଆଚ୍ଛା ଆହେ ଆଦିତ୍ୟ ବିଧବା ନାରୀ ଆଦିତ୍ୟ ବିଧବା ନାରୀ ସୋମେ ଶୈବ ପତିବ୍ରତା ବେଶ୍ୟା ମଙ୍ଗଳବାରେ ଚତୁର୍ଥେ ସୌଭାଗ୍ୟବତୀ ଭବତୁ ବୃହସ୍ପତି ଲକ୍ଷ୍ମୀ ଯୁକ୍ତା শুক্রে সুপুত্রবতী ভবতু শনি বন্ধ্যা পথৌবাচ হে আদিত্য বার বলতে রবিবার রবিবার দিন যে ঝিও মানে পুষ্পবতী হবে শাস্ত্র লেখিলা সে বাল্যরূ বিধবা ও দিନରେ রবিবার দিন যে ঝিও মানে পুষ্পবতী হবে সে বাল্যরে বিধবা সোম শৈব পতিব্রতা সোমবার দিন যে ঝিও মানে পুষ্পবতী হবে অয়স লক্ষণী পতিব্রতা নারী বলে ହେଲେ ମା ଏଠି ଭାବ ଆସିଲା ବେଳକୁ ରବିବାରଟା ହଉଛି ନାରୀ ମାନଙ୍କ ପାଇଁ ଦୁଃଖଦାୟକ ଆଉ ସୋମବାରଟା ହଉଛି ସୁଖଦାୟକ। ଆଉ ଗୋଟେ କଥା କହୁଛି ରବିବାର ଦିନଟା ଭଲ ମାତ୍ର ରବିବାର ଦିନଟା ସିନା ମନ୍ଦ ନାରୀ ମାନଙ୍କ ପାଇଁ ତାର ତିଥି ତାର ଲଗ୍ନ ତାର ଯୋଗ ତାର ରାଶି ତାର କର୍ମ ତାର ଚନ୍ଦ୍ରଶୁଦ୍ଧି ତାର ଶୁଦ୍ଧି ଏଗୁଡାକ ଯଦି ଉଚ୍ଚରେ ଥିବ ତାହେଲେ ରବିବାରଟା ଖରାପ ହେଲେ ମଧ୍ୟ ଏ ତିଥି ଲଗ୍ନ ଯଦି ଉଚ୍ଚରେ ଥିବ ତାକୁ ଖରାପ ଆସିବ ନାହିଁ। ସୋମବାରଟା ଭଲ ସୋମବାର ଯଦି ଭଲ ଥିବ ଏଗୁଡାକ ଯଦି ସବୁ ମନ୍ଦ ଥିବ ତାହେଲେ ଭଲ ବାର ହେଲେ ମଧ୍ୟ ତାକୁ ଭଲ ଆସିବ ସବୁ ଯଦି ଠିକ ତା କର୍ମରେ ଲେଖା ବେଳେ କିଏ ଭାଙ୍ଗି ପାରିବ ନାହିଁ। କୋଉ ବାରରେ ଆଦିତ୍ୟ ବାରରେ ନାରୀର ଜଳତି ହେଲେ ଆଦିତ୍ୟ ବାରରେ ନାରୀର ଜଳତି ହେଲେ ବିଧବା ହୁଏ ଗାନ ଶାସ୍ତ୍ରରେ ଲେଖିଲେ ସମାଜରେ ଯାଉଛି ଜଳତି ହେ ମୋର ଜଳତି ହେ ମୋର ଜଳତି ପତିବ୍ରତା ନାରୀ ବୋଲି ଜଗତେ ବୋଲନ୍ତି ଆଗ ପତିବ୍ରତା ନାରୀ ବୋଲି ଜଗତେ ବୋଲନ୍ତି ମଙ୍ଗଳବାରରେ ଝିଅର ଜଳତି ହେବ ହସ୍ତିନୀ କୂଳରେ ସେ ଜନ୍ମ ହୋଇଥିବ ପାଞ୍ଚ ଲୋକ ନିକଟ ଦଣ୍ଡାୟ ଡାକିବ ଯାଇ ନ୍ୟାୟ ପାଇଁ ତା ପାଖରେ ଲୋକାଟି ନାହିଁ ବୁଧବାରେ ଯେଉଁ ଝିଅର ଜଳତି ହେବ ଆଲୋଚିତ୍ରୀ ଅଂଶରେ ସେ ଜନ୍ମ ହୋଇଥିବ ଶାଶୁ ଶ୍ୱଶୁର ଦିଅର ଦେବତା ପ୍ରକାର ଆଲୋ କୁଳ ଧର୍ମକୁ ମାନି ନ ଚଳିବ ଗୃହର ଆଗ ଗୁରୁବାର ଯେଉଁ ଝିଅର ଜଳତି ହେବ ପତିବ୍ରତା ନାରୀ ବୋଲି ଗୋଛରେ ବୋଲିବ ଆଲୋ ପତିବ୍ରତା ନାରୀ ବୋଲି ସମସ୍ତେ ବୋଲିବ କୁଳର ଧର୍ମକୁ ସେ ଚଳି ନ ରହିବ ଗୁରୁ ଦେବତା ବନ୍ଧୁ ବର୍ଗ ଚର୍ଚ୍ଚା କରିବ ଗୁରୁବାର ଯେଉଁ ଝିଅ ହେବ ଜଳତି ପତ୍ନୀ ଅଂଶରେ ସେ ଜନ୍ମ ହୋଇଗୋଟି ଗୁରୁବାର ଯେଉଁ ଝିଅର ଜଳତି ହେବ ମା ଲକ୍ଷ୍ମୀ ପତିବ୍ରତା ବୋଲି ଶାସ୍ତ୍ର ଲେଖିବ। ସୋମବାର ବୁଧବାର ଦିନ ଯୋଉ ଝିଅ ମାନେ ପୁଷ୍ପବତୀ ହେବେ ତିନି ଅଂଶରେ ଜନ୍ମେଇଥିଲେ ସେ ସୋମବାର ବୁଧବାର ଆସିବ ତାକୁ ଭୋଗ କରିବ କିଏ ନା ବୃଷ ଜାତି ପୁରୁଷରେ ତା ସଂସାର ଭଲ ଚାଲିବ ତାକୁ ଯଦି ଅଶ୍ୱଜାତି ପୁରୁଷ ମିଳିଗଲା ତାହେଲେ ଛଟା ସର୍ବଦା କଳି କଜିଆ ହେବ। ମଙ୍ଗଳବାର କିମ୍ବା ଶନିବାର ଏ ଦୁଇଟା ବାରରେ ଯୋଉ ଝିଅ ମାନେ ଯଦି ପୁଷ୍ପବତୀ ହେବେ ତାହେଲେ ଆମେ ଜାଣିପାରିବା ହସ୍ତିନୀ କୂଳରେ ଜନ୍ମେଇଥିଲେ ଏ ଦିଟା ବାର ତା ପାଇଁ ବୋଲି ଆସିବ ମାତ୍ର ହସ୍ତିନୀ ଜାତିର ନାରୀ
ଚାଲିଲେ ମଧ୍ୟ ଟିକେ ଶବ୍ଦ ବାହାରିବ, 5 ଲୋକ ପାଖରେ କଥା କହିବା ପାଇଁ ଧରିବନି, କେବଳ ଅନ୍ୟାୟ ବୁଝିବନି, ବା ସେ ଯାହା ଚାହିଁବ ତା କଥା ହିଁ ସେ ଘରରେ ଚଳିବ, ତା କଥାରେ ଚଳିବ। ତାପରେ ଆସିଲା ରବିବାର ଏବଂ ଶୁକ୍ରବାର, ଏ ଦୁଇଟା ବାରରେ ଯୋଉ ଝିଅମାନେ ପୁଷ୍ପ ଉଠେଇବେ, ଚିଚିଡ଼ି ଅଞ୍ଚଳରେ ଜନ୍ମ ହେଇଥିବେ, ତା ଗର୍ଭରୁ ବହୁତ ସନ୍ତାନ ଜନ୍ମ ହେବ, କୁଟୁମ୍ବ ପାଇଁ ବୋଲି ବହୁତ ରାଜ୍ୟ ବୁଲିବ, ଧନ ସିନା ଆଣିବ, କିନ୍ତୁ ଆଖିରେ ସିନା ଦେଖିବ, ସେ ଧନ ତାକୁ ଭୋଗ ହେଇପାରିବ ନାହିଁ। ଗୁରୁବାର ଦିନ ଯୋଉ ଝିଅମାନେ ପୁଷ୍ପ ଉଠେଇବେ ସେ ପତିବ୍ରତା ନାରୀ ପରେ। ତାପରେ ଆସିଲା ବୁଧବାରେ ଶୁକ୍ରବାରେ ଯେଉଁ ଝିଅ ଶୁକ୍ରବାରେ ଯେଉଁ ଝିଅ ଚିତ୍ରେ ଅଂଶରେ ସେ ତ ଜନ୍ମ शनिवार दिन जो झील मैंने पुष्प अकिबे बांध दोष आसब मो पिला तो सुंदरवान पिलाटी गुरुवार दिन केवल मात्र से पुष्प अकी आपण निकट को आसला से कहला चाचिला मुंडा रुचे नहीं पड़ी मुंडा सुन तमें कौच कौन चिनी बोली कहा कहा पाखे कौन गछ मत पचार अच्छा कहा कहा पाखे कह मइले कहिनी कह मइले कहिनी ମୁଁ ଜଣେ ଗୋଟେ ପଚାରିଥିଲି ଆଜ୍ଞା ମୋର ପ୍ରଶ୍ନ କହ ତାପରେ ଆଗକୁ କଣ ଯୋଉ ଆଜ୍ଞା କହିଦେଲେ କଣ କଲେ କଣ ଆରମ୍ଭ ହେଇଥିଲା ସେ ଯୋଉଟା ପଚାରିବି ପ୍ରଥମ ଟେଷ୍ଟ କରିଥିଲି କଣ ରେ କୋଉ ଜାଗାରେ ବରଫ ପଡୁଛି ଆଉ ଭାଇ ପ୍ୟାଣ୍ଟ ପଚାର ଆରେ କଣ ପଚାରୁଛୁ କହ ପ୍ରଥମେ ପୁରାଣ ଯା ଟେଷ୍ଟ କରିବି ଆଉ ନାଇଁ କଣ କର ମହାପୁର ଦିଅ ଆଉ ଜୟ ଜଗନ୍ନାଥ ହେ ଜଗତର ନାଥ ଆଉ ଜୟ ଜଗନ୍ନାଥ ହେ ଜଗତର ନାଥ ତୁମେ ନ ରଖିଲେ ମୁଁ ଭୁଲି ନାଥ
ତୁମେ ନ ରଖିଲେ ମୁଁ ଦେଲି ଅନାଥ କ୍ଷୀର ସିନ୍ଧୁ ବାସି ତେଲ କିପତି କି ଗୀତ ଗାଇ ମୋର ନାହିଁ ସକତି କି ଗୀତ ଗାଇ ମୋର ନାହିଁ ସକତି ଏ ଶାରଦା ବର ଟିକେ ସୁଜୟ ଘର କିଛି କିଛି ଦେଶରେ କରିବି ପ୍ରଚାର କିଛି କିଛି ଦେଶରେ କରିବି ପ୍ରଚାର ଆଉ ଯାହା ପଚାରିବି ଆଜ୍ଞା କହିବ ଆଜ ନ କହିଲେ ଖସେଇ ଦେବି ରସୁଣ ପିଆଜ ନ କହିଲେ ଖସେଇ ଦେବି ରସୁଣ ପିଆଜ ଶୁଣ ବାବୁ ଏବେ ମୋହର ଦର୍ଶନ ଶୁଣ ବାବୁ ଏବେ ମୋହର ଦର୍ଶନ ଜାଣିଛେ ଘରଟା ଦେବେ ଆପଣ ସ୍ୱାମୀଟା ଯାହାର ବିଦେଶରେ ଥିଲା ସ୍ୱାମୀଟା ଯାହାର ବିଦେଶରେ ଥିଲା ଶିବରାତ୍ରିରେ ଘରକୁ ଆସିଲା ମହାଶିବରାତ୍ରିରେ ଘରକୁ ଆସିଲା ସ୍ୱାମୀ କି ଦେଖିର ଆନନ୍ଦ ମନ ଆଉ ସ୍ୱାମୀ କି ଦେଖିର ଆନନ୍ଦ ମନ ମୁଣ୍ଡିଆ ମାରିଲ ହେଲା ଯଥା ମାନ ସେତେବେଳେ ସ୍ୱାମୀ ବୋଲୁଅଛି ଗିର ଆଜ୍ଞା ସେତେବେଳେ ସ୍ୱାମୀଟା ବୋଲୁଛି ଗିର ଲେଖାରେ ବିଲୋ ତ ଦେଢ଼ ସୁର ଲେଖାରେ ବିଲୋ ତ ଦେଢ଼ ସୁର ଯାହା କହିବୁ ମା ମାଉସୀ ମାନେ କି 10 ମିନିଟ୍ କି 15 ମିନିଟ୍ କି ଅଧଘଣ୍ଟା ଶୁଣିବେ ତାଙ୍କର ସମ୍ମାନ ରହିବ ଗୁରୁଜନ ମାନେ ବସିଛନ୍ତି ତାଙ୍କର କଥା ମଧ୍ୟ ଶୁଣିବାକୁ ପଡିବ ସ୍ୱାମୀଟା ପାଖରେ ସ୍ତ୍ରୀ ପାଖକୁ ସ୍ୱାମୀ ଆସିଲା ପରେ ସ୍ତ୍ରୀ ଯେତେବେଳେ ଆନନ୍ଦରେ ତାକୁ କହୁଛି କଣ ବୋଲି ଦେଢ଼ଶୁର ଆଉ ଦେଢ଼ଶୁର କଥା ଶୁଣି ଦିଟା ପଛକୁ ଗଲା ତର ତର ହୋଇ ଓଢ଼ଣା ଢାକିଲା ତର ତର ହୋଇ ଓଢ଼ଣା ଢାକିଲା ସେତେବେଳେ ସ୍ୱାମୀ ବୋଲୁଅଛି ଗିର ଲେଖାରେ ହେବିଲୋ ଟୋକା ଦିଅର ଲେଖାରେ ହେବିଲୋ ଟୋକା ଦିଅର ଦେଢ଼ଶୁର କହିଲା ତାପରେ କି ଦିଅର ଦିଅର କଥା ଶୁଣି ଦିଟା ପାଖକୁ ଗଲା କମାଣ୍ଡ ହେବି ବୋଲି ମନେ ଭାବିଲା ହାସ୍ୟ କରି ହାସ ବୋଲି ମନେ ଭାବିଲା ସେତେବେଳେ ସ୍ୱାମୀଟା ଧୀରେ ବୋଲୋଇ ସେତେବେଳେ ସ୍ୱାମୀଟା ଧୀରେ ବୋଲୋଇ କକା ଶ୍ୱଶୁର ହେବିଲ ମୋହି ସେ କଥାଟା କୁଆଡ଼କୁ କହୁଛି ପ୍ରଥମରେ ପୁଣି ଦେଢ଼ଶୁର ବି କହିଲା ତାପରେ ଦିଅର ବି କହିଲା ତାପରେ କକା ଶ୍ୱଶୁର ତମ ଘର ନାହିଁ ଆଉ କକା ଶ୍ୱଶୁର ଶୁଣି ସ୍ତ୍ରୀଟା ଲାଜ ହୋଇଲା ଧର ଧର ହୋଇ ଓଢ଼ଣା ଢାକିଲା ସେତେବେଳେ ସ୍ୱାମୀ ବୋଲୋଇ ବଚନ ସମୁଦ୍ର ଆଣି ହେବୁ ଲୋ ନାରୀ ରତନ ସମୁଦ୍ର ଆଣି ହେବୁ ଆଲୋ ନାରୀ ରତନ ତତେ ମାଡ ଦରକାର ପୁଅ କାଇଁ ମାଡ଼ ଦରକାର ତୋ ମା କାହିଁକି କରିଛି ଏ ପୁଅ ତୋର ଭୋଟ ମୋର ଗୋଟେ ବାଛା କି କାଇଁ ବାଛା କି ଆଜ୍ଞା ମୋ ପରେ କେତେ କଥା ହେ କାଇଁ ମାର ଦିଅ ମୋ ପରେ କେତେ କାଇଁ ମାର ବାୟାରେ ଓ ଧୀରେ ଧୀରେ লাগি যাও পরপুরুষଙ୍କ କଥା ଯଦି କାନେ ଶୁଣିବ
ଖାଉଛି ଝିଅ ଯଦି ଯିଏ କହୁଛି ତାକୁ ସେ ନିଷ୍ଠିରାଟି ଦେଲେ ନା ସେ ତା ଘରେ କହିଛି ଏ ତତ ପରେ କହିଲା ବାପରେ ଦିଅର ହେବି ତତ ପରେ କହିଲା ମୁଁ ଦାଦି ଶ୍ୱଶୁର ହେବି କକା ଶ୍ୱଶୁର ବୋଲି କରି ସେ ମୁଣ୍ଡରେ ଓଢ଼ଣା ଦେଲା ତତ ପରେ ଗମତ କରି ପାଖକୁ ଡାକିଲା ନା କରିବର ଲେଖା କଲେ ସବୁ ଦିନ ହେବି ତୋର ଆରେ ଭାଇ ଆରେ କମିଟି ମତେ ଡକା ଦେଲେଣି ଧନ କହିଲେ ଆଜ୍ଞା ବନ୍ଦ କରନ୍ତୁ ଆପଣ ପୁରାଣ କିଏ କଥାଟା ପୂର୍ଣ୍ଣ କରିବେ ବାପ ବେଟି ବୁଝାଇ ଅର୍ଜୁନ ଘରର ବୋଉର କଥା କହିବି କହି ଘର ତମ ବୋଉର କଥା ଭାଇଆ ମତେ ପଚାରିଛନ୍ତି ଶୁଣ ଅର୍ଜୁନ ବୋଉ ବାପ କୁନ୍ତି ଅଟଇ ତାଙ୍କର ମହୁ କିରିରେ ବାପ ଦୁଆରି ଉଇ ଅର୍ଜୁନ ଘରରେ ନଉ କରି କରି ଚଳୁଛି ଧନ ଭାଇଆରେ ଦେଖି ତାକୁ ମତେ କଳି କରୁଛି ରେ ଧନ ଦେଖିପାରୁନି ମୋ ଡ୍ୟୁଟି ଏ କଳି କରିବାକୁ ତାପରେ ମତେ ମାଡ଼ ଲଗେଇବାକୁ ଆଣିଛି ଏ ଅର୍ଜୁନ କଥା କହିବି ଶୁଣ ହେ ବାବୁ ଭାରତ ବାରତା ଅର୍ଜୁନର ମା ପୁଣି ବାବୁ କୁନ୍ତି ଅଟଇ ଇନ୍ଦ୍ର ଦେବତା ତୁର ବିଦେଶରେ ଥାଇ ସର୍ଗପୁର ଅଟଇରେ ଯେ ତୁର ଦେଶ କୁନ୍ତି ପାଖକୁ ଆଇଲେ ଇନ୍ଦ୍ର ନରେଶ କୁନ୍ତି ଯେତେବେଳେ ଇନ୍ଦ୍ରକୁ ଦେଖିଲା ତହି ରଜା ରୂପକୁ ଦେଖି ମନ ତାର ଆଚଳିତ ହୋଇ ପାଖକୁ ଯାଇ କଥାବାର୍ତ୍ତା ପଦେ ହୋଇ ନିଧନ କେତେ ଦିନ ହେଲା ଆସି ନଥିଲା ମୋ ଗୁଣମଣି ରାଣ ପାଖକୁ କୁନ୍ତି ଯେତେବେଳେ ଇନ୍ଦ୍ର ପାଶେ ଗଲେ ଇନ୍ଦ୍ର ଦେବତା ଛୁଅ ନାମ ତେରଶୁର ହେବି ବୋଇଲେ ଏ ସମୟରେ କୁନ୍ତି ବାବୁ ପଛକୁ ଘୁଞ୍ଚିଲା ଏ କି ପ୍ରକାର ତେରଶୁର ଏବେ ଶୁଣ ରେ ବୋଳା ଧର୍ମ ଅଟଇ ଭାବ କୁନ୍ତିଙ୍କ ଘର ତାଙ୍କ ପାଖରୁ ଜନ୍ମିଥିଲେ ରେ ଧର୍ମ ଯୁଧିଷ୍ଠିର ଧର୍ମଙ୍କର ବଡ଼ ଭାଇ ବାବୁ ଇନ୍ଦ୍ର ଅଟଇ ସାନ ଭାଇର ଭାରିଜା ବାପରେ ଭାଇ ଇନ୍ଦ୍ର ହଉଛି ଧର୍ମର ବଡ଼ ଭାଇ କଶ୍ୟପର ଶିର ବଡ଼ ପୁଅ ହଉଛି ଇନ୍ଦ୍ର ତାଠାରୁ ବଡ଼ ହଉଛି ସୂର୍ଯ୍ୟ ତାଠାରୁ ସାନ ହଉଛି ଧର୍ମ ଏ ଧର୍ମ ରମଣ କରିବା ଯୋଗୁଁ ବଡ଼ ଭାଇ ଜନ୍ମ ହେଇଛି ସେ କହିଲା ମୋ ବଡ଼ ଭାଇ ମୋ ସାନ ଭାଇ ତତେ ରମଣ କରିଛି ଲେଖା କଲେ ମୁଁ ତୋର ଦେବୀଶ୍ୱର ଏ ଛୁଅନା ମତେ ଲୋ ଛୁଅନା ମତେ ଲେଖା କଲେ ତେର ଚୁର କୁନ୍ତି ହୋଇବି ତତେ ହେଲା ତାପରେ କହିଲା ମୁଁ ତ ଦିଅର ହେବି ହାସ୍ୟରସ ହେବାକୁ ତୋ ମନରେ ଭାବି ଦିଅର କେମିତି ହେବ ଶୁଣ ଆୟସୁ ଜାଣି ଜଣ ସୂର୍ଯ୍ୟଦେବ ଠାରୁ ଇନ୍ଦ୍ର ବାବୁରେ ସାନଟି ରାଣ ସୂର୍ଯ୍ୟଦେବତା କର୍ମ ପୁରେ ଜନ୍ମ କଲା ବଡ଼ ଭାଇ ବୋଲି ସୂର୍ଯ୍ୟଦେବତାକୁ ଇନ୍ଦ୍ର ମାନିଲା ବଡ଼ ଭାଇର ଭାରି ଦାରେ ଭାଉଜ ରାଣ ଇନ୍ଦ୍ର ବୋଇଲା ଭାଉଜ ଦିଅର ଲେଖାରେ ସମାନ ଇନ୍ଦ୍ର ବୋଇଲା ମୁଁ ମୋ ବଡ଼ ଭାଇର ଭାଉଜ ତାହେଲେ ଲେଖା କଲେ ମୁଁ ତୋର ଦିଅର ତାପରେ କହିଲା ଇଏ ଛୁଅନା ମତେ ଲେଖା କଲେ କକା ଶ୍ୱଶୁର ହୋଇବି ସତେ କକା ଶ୍ୱଶୁର କେଉଁ ବାବୁ ହୋଇଛି ରାଣ ଇଏ ସୂର୍ଯ୍ୟଙ୍କର ପୁଅରେ ଅଶ୍ୱିନୀ କୁମାର ରାଣ ସୂର୍ଯ୍ୟଙ୍କର ପୁଅ ଅଶ୍ୱିନୀ କୁମାର ରାଣ ଇଏ ସୂର୍ଯ୍ୟଙ୍କର ପୁଅ ଅଶ୍ୱିନୀ କୁମାର ମାତୃକି ହରଣ ଇଏ ମାତୃକି ହରଣ କଲେ ଜଳ ଘାଟର ମାତୃ ଠାରୁ ବାପରେ ନକୁଳ ଜନ୍ମ ହେଲା ଇନ୍ଦ୍ରଙ୍କର ପୁତ୍ର ପରେ ଅଶ୍ୱିନୀ କୁମାର ଭଲା କହିଲା ମୋ ପୁତୁରା ତୋ ଭଉଣୀ କି ରମଣ କଲା ଭାଇ ଆଲୋ ରମଣ କଲା ବୋଉ ପିଲା ସେ କହିଲା ତୋ ଭଉଣୀ ଅଛି ମାଦ୍ରୀ ତାକୁ ଯଦି ମୋ ପୁତ୍ର ଯେତେବେଳେ ହରଣ କରିବା ଯଦି ନକୁଳ ଜନ୍ମ ହେଇଛି ତା ନାନୀ ତୁ ମଧ୍ୟ ମୋର ପୁତ୍ର ବୋଉ
লেখা কলে ককা শ্বশুর হেবিল মুই ছুঁয় না পিন্দি দেবিল তুই কত পরে পিন্দি দেবি লাজ হইলা এই ইন্দ্রে ভোটা দৌড় তো গমাত গোলা কইলা আলো হটক মটক সমুদ্রি তুই তো ছিল কুমো রখিছি তো ছিল কুমো রখিছি আচ্ছা তো কুমো ছিল রখিছি মু রখিছি তই কইলা তো ঝিও তো ମୋ ଝିଅକୁ ରଖିଛି ମୁଁ ରଖିଛି ତତେ କେମିତି ବାପରେ ହାରାବତୀ କିରେ ଅର୍ଜୁନ ଜାଣ ବିବାହ ହୋଇଛି ବୋଲି ଲେଖିଛି ପୁରାଣ ଇନ୍ଦ୍ରଙ୍କର ଝିଅ ବାବୁ ହାରାବତୀ ଥିଲା ଇଏ କେମିତି ତୋର ପୁଅ ଅର୍ଜୁନ ବିବାହ ହେଲା କୁନ୍ତିକି ବୋଇଲା ତୋ ପୁଅ ଯଦି ମୋ ଝିଅ ନେଇଥିବାରୁ ଲେଖା କଲେ ସମୁଦ୍ରୀ ହେବ ସତରେ ମିଛ ଲାଗି ନ ହେଲା ମତେ କହିବୁ ତଇ ମୋରା ଚୋଖିରି ଭାଇ ମୋରା ଚୋଖିରି ଯେ ଶ୍ରୀଶ୍ୱର ଠାକୁର ସମସ୍ତଙ୍କର ଯାତ୍ରାରେ ମଙ୍ଗଳ କରନ୍ତୁ ସମସ୍ତଙ୍କୁ ଆରୋଗ୍ୟତା କରି ଏହି ଯାତ୍ରାର ଉତ୍ତରୋତ୍ତର ଉନ୍ନତି କରୁଥିବେ ବୋଲି ମୋର କୋଟି କୋଟି ପ୍ରାର୍ଥନା। ଜୟ ହିନ୍ଦ ଜୟ ଜଗନ୍ନାଥ।